ବିଜେଡି ଓ କଂଗ୍ରେସ ଭିତରେ ମାଇଲେଜ ପଲିଟିକ୍ସ। ସାର ଅଭାବ ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ପ୍ରସ୍ତାବ। ଚୁପ୍ ରହିଲା ବିଜେଡି, ଗର୍ଜିଲା କଂଗ୍ରେସ। ଉଠୁଛି ପଡୁଛି ବିଧାନସଭା। ଅଯଥା ଯୁକ୍ତି କରି ବାରମ୍ବାର ଗୃହକୁ ବନ୍ଦ କରୁଛନ୍ତି ବିରୋଧୀ। ଆଉ ସେପଟେ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। କହିଛି ଦୁଇ ବିରୋଧୀ ଦଳ ଗଣତନ୍ତ୍ରରେ ବିଶ୍ୱାସ କରୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ ବନ୍ଦ କରିବାର କିଛି ଯଥାର୍ଥ ନଥିଲା। ସାର ନେଇ କଂଗ୍ରେସର ମୁଲତବୀ ପ୍ରସ୍ତାବ ବି ଗ୍ରହଣ ହୋଇଥିଲା। ସରକାର ବି ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ଜାଣିଶୁଣି ବିରୋଧୀ ଦଳ ଗୃହ ଅଚଳ କଲେ। ସେପଟେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ ପୂର୍ବରୁ ଗଣମାଧ୍ୟମରେ ବିବୃତ୍ତି ଦେଉଥିବାରୁ କଂଗ୍ରେସ ଦଳ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ସେପଟେ ଅନାସ୍ଥା ନେଇ ନୋଟିସ ପାଇଛନ୍ତି, କିନ୍ତୁ ଗୃହ ଅର୍ଡରରେ ନଥିବାରୁ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି। ବ୍ୟୁରୋ ରିପୋର୍ଟ, ATV ଓଡ଼ିଶା ଲାଇଭ୍।